ବୋଉକୁ କାଲିଠୁ ପ୍ରବଳ ଜ୍ୱର। କ'ଣ କରିବି? ପଇସା କୋଉଠୁ ଆଣିବି ବୋଉ ପାଇଁ ଔଷଧ କିଣିବାକୁ? କିରେ ସୁତୁଲି, ତମେ ସବୁ ଏଠି କ'ଣ କରୁଛ କିରେ? ବୋଲ ସମବେଦନା ଜଣେଇବା ଛଡ଼ା ଆମ ହାତରେ ଆଉ କିଛି ହେଇପାରିବନି ରେ। ଆରେ କ'ଣ ହେଇଛି କହୁନୁ? ଜାଣିଲେ ତ ଗୋଟେ କ'ଣ ବ୍ୟବସ୍ଥା କରିବା। ଶିଆଳେ ଦେଖୁନୁ ବଳିଆ ଭାଇ କେମିତି କାନ୍ଦୁଛି। କ'ଣ ହେଇଛି ଭାଇ, କାନ୍ଦୁଛୁ କାହିଁକି? ଆଜି ଚୁଟି ବେପାରକୁ ଯାଇନୁ କି? ନାଇଁ ରେ ବଗୁଲା, ଯାଇନି। କାଇଁ, କ'ଣ ହେଲା କି? ଘରେ ସବୁ ଠିକ୍ ଠାକ୍ ଅଛି ତ? ସେଇଠି ତ କଥା ରହିଲା। ବୋଉକୁ 2 ଦିନ ହବ ଜ୍ୱର ହେଇଛି। ଆଉ ଆଜିକି 7 ଦିନ ହବ ମୁଁ ବେପାରକୁ ଯାଇନି। ସେଇଥିପାଇଁ ଔଷଧ କିଣିବାକୁ ଘରେ ପଇସା ନାହିଁ। କାନ୍ଦିବିନି ତ ଆଉ କ'ଣ କରିବି? ବଳିଆ ଭାଇ, ମତେ ଗୋଟେ କଥା ବୁଝା ପଡୁନି। ତୁ ତ ସବୁବେଳେ ବେପାରକୁ ଯାଉ, ହେଲେ ଏବେ 7 ଦିନ ହେଲା ବେପାରକୁ ନ ଯିବାର କାରଣଟା ମତେ ଟିକେ କହିବୁ କି? ଜାଣିଲେ ତ ସମସ୍ୟାଟା ସମାଧାନ କରିବା ପାଇଁ ଚେଷ୍ଟା କରିବା। ବେପାର ଆଉ ଆଗ ଭଳି ହଉନି ରେ ବଗୁଲା। କ'ଣ ପାଇଁ ବେପାର ଆଗ ଭଳି ହଉନି? ଏବେ ତ ବାଳ ବେପାରୀ ସଂଖ୍ୟା ବଢିଗଲେଣି। ଗାଁକୁ ମାଳ ମାଳ ବାଳ ବେପାରୀ ଆସୁଛନ୍ତି। ତାପରେ ସେମାନେ ସାଇକେଲରେ ବୁଲି ବୁଲି ବେପାର କରୁଛନ୍ତି। ମୋର ତ ସାଇକେଲ ନାହିଁ। ମୁଁ ଚାଲି ଚାଲି ବୁଲିଲେ ତାଙ୍କ ସାଙ୍ଗରେ ବେପାର କରିପାରୁନି ରେ। ଏ ପୁଅ, କୁଆଡେ ଗଲୁ ରେ? ଏଇଠି ଅଛୁ ନା ନାଇଁ ରେ? ହଉ, ଏବେ ସେ କଥା ଛାଡ଼। ତାର ଗୋଟେ କ'ଣ ବନ୍ଦୋବସ୍ତ କରିବା। ଏବେ ବଡ଼ ବୋଉଙ୍କ ଜ୍ୱର କେମିତି ଭଲ ହେବ ସେ କଥା ଚିନ୍ତା କରିବା କଥା। ବଡ଼ ବୋଉ ବୋଧେ ଡାକୁଛନ୍ତି, ଚାଲ ଭିତରକୁ ଯିବା। ପୁଅ, କ'ଣ କରୁଥିଲୁ ରେ ଏପର୍ଯ୍ୟନ୍ତ ବାହାରେ? ସାଙ୍ଗମାନଙ୍କୁ କାହିଁ ଡାକିଛୁ? ଏ ନିଆଁ ଲଗା ଜ୍ୱରଟା ଡିଆଁ ଜ୍ୱର ବୋଧେ। ଏମାନଙ୍କୁ ଡେଇଁବରେ ପୁଅ, କାହିଁ ଘରକୁ ଡାକିଲୁ? ଛାଡ଼ିଦେ ଛାଡ଼ିଦେ। ବୋଉ, ଏମାନେ ମୋ କଥା ଜମା ଶୁଣିଲେନି। ତତେ ଦେଖିବା ପାଇଁ ଜିଦ୍ ଧରି ଘର ଭିତରକୁ ଆସିଲେ। ମୁଁ ଆଉ କ'ଣ କରିପାରିଥାନ୍ତି? ଏ ବଗୁଲା, ଯାଅ ହେରି ରେ। ଝୋଟ, ତମେ କାହିଁ ଆସିଛ? ଯାଅ ସମସ୍ତେ ଚାଲ। ବ୍ୟସ୍ତ ହୁଅନି ଖୁଡ଼ି, ତମେ ଚିନ୍ତା କରନି। ଆଉ ତମ ଦେହ ନିଶ୍ଚିତ ଭଲ ହେଇଯିବ। ବ୍ୟସ୍ତ କେମିତି ହବିନି ରେ ବଗୁଲା? ମୋ ପୁଅର ତ ଆଉ ଚୁଟି ବେପାର ଚାଲୁନି। ଆମ ଘର ଆଉ ଚଳିବ କେମିତି? ନାଇଁ ନାଇଁ, ଆମେ ସମସ୍ତେ ମିଶି କ'ଣ ଗୋଟେ ବ୍ୟବସ୍ଥା କରିବା ନା। ଆଉ ତମେ ଝୋଟ ଦାଦା, ଆମକୁ ଏ ସମସ୍ୟାର ସମାଧାନ ପାଇଁ କିଛି ଗୋଟେ ରାସ୍ତା ବାହାର କରିବା ପାଇଁ ପଡ଼ିବ। ହଁ ହଁ, ମୁଁ ସେଇ କଥା ଭାବୁଥିଲି ଯେ, ହେଲେ କିଛି ବୁଦ୍ଧି ବାଟ ଦିଶୁନି ରେ। ଶୁଣ, ମୋ ମୁଣ୍ଡକୁ ଗୋଟେ ପ୍ଲାନ୍ ଜୁଟୁଛି। ତମେ ସମସ୍ତେ ଯଦି ରାଜି ହେବ, ତାହେଲେ ମୋ ପ୍ଲାନ୍ଟା ସକ୍ସେସ୍ ହେବା ସଙ୍ଗେ ସଙ୍ଗେ ବଳିଆ ଭାଇର ସମସ୍ୟାର ସମାଧାନ ମଧ୍ୟ ହେଇଯିବ। ତେବେ ଆଉ ଡେରି କାହିଁକି? ପ୍ଲାନ୍ଟା କ'ଣ କହ, ତାକୁ ସକ୍ସେସ୍ କରିବା ପାଇଁ ଆମେ ସମସ୍ତେ ଲାଗି ପଡ଼ିବା। ଆଉ ପ୍ଲାନ୍ଟା ହେଲା, ବଳିଆ ଭାଇକୁ ଏବେ ଇନଷ୍ଟାଣ୍ଟ ସାହାଯ୍ୟ କରିବାକୁ ହେଲେ ପ୍ରଥମେ ଆମକୁ ଚୋରି କରିବା ପାଇଁ ପଡ଼ିବ। ଚୋରି? ଆଲୋ ବୋପାଲୋ, ନାଇଁ ନାଇଁ, ମୋ ଦେଇ ସେ କାମ ହବନି। ତୁ କ'ଣ କହୁଛୁ ସୁତୁଲି? ତୁ କ'ଣ ଚୋରି କରିପାରିବୁନୁ? ତୁ ଯାହା କହିଲେ ବଗୁଲା, ଟଙ୍କା ପଇସା ଚୋରି କଥା ମତେ କହିବୁନି। ଆରେ ନାଇଁ ନାଇଁ, ଟଙ୍କା ପଇସା ଚୋରି କଥା ମୁଁ କହୁନି। ସେ କାମ ତମକୁ କରିବା ପାଇଁ ପଡ଼ିବନି। କାରଣ ବଡ଼ ମାଆର ଔଷଧ କିଣା ପାଇଁ ଯାହା ଟଙ୍କା ଲାଗିବ ସେସବୁ ମୁଁ ଦେବି। ବଗୁଲା, ତୁ ଟଙ୍କା କୋଉଠୁ ଆଣିବୁ ରେ? ଏଇଥିପାଇଁ କ'ଣ ତୁ ଘରୁ ତାହେଲେ ଚୋରି କରିବୁ? ନାଇଁ ମୋ ଦାଦା, ତେବେ ଟଙ୍କା ତୁ କୋଉଠୁ ଆଣିବୁ ରେ? ଆମ ଘରକୁ କୁଣିଆ ଆସିଲେ ଯିବାବେଳେ ମତେ କିଛି ଟଙ୍କା ଦେଇକି ଯାଆନ୍ତି। ସେସବୁ ଟଙ୍କା ମୁଁ ସଞ୍ଚୟ କରି ରଖିଛି। ସେଥିରୁ କେତେ ଟଙ୍କା ଆଣି ବଳିଆ ଭାଇକି ଦେଲେ ସିଏ ବଡ଼ ମା ପାଇଁ ଔଷଧ କିଣି ଆଣିବ। ଆଉ ଏଥିପାଇଁ ମତେ ଚୋରି କରିବାକୁ ପଡ଼ିବନି ମା ଦାଦା। ଆରେ ତାହେଲେ ତୁ ଆଉ କୋଉ ଚୋରି କଥା କହୁଛୁ କି? ବଳିଆ ଭାଇର ତ ଏବେ ବାଳ ବେପାର ବନ୍ଦ ହେଇଯାଇଛି ନା। ହଁ, ବନ୍ଦ ହେଇଛି ତ। ସେଇଠି ତ କଥା ରହିଲା। ତା ବେପାର ପୁଣି ଥରେ ଆରମ୍ଭ କରିବାକୁ ହେଲେ ଆମକୁ ଆମ ନିଜ ନିଜ ଘରୁ ଚୋରି କରିବା ପାଇଁ ପଡ଼ିବ। ଆରେ ହେ, ଟଙ୍କା ତ ତୁ ଦବୁ, ଆଉ ଆମେ କ'ଣ ଚୋରି କରିବା? ବାଳ? ହେ ହେ ବଗୁଲା, ଛୋଟ ପିଲା ଖରାପ କଥା କହନ୍ତିନି ରେ। ମୁଁ ଖରାପ କଥା କହୁନି ଦାଦା। ମୁଁ କହୁଛି ଆମେ ସମସ୍ତେ ନିଜ ନିଜ ଘରେ ଥିବା ସ୍ତ୍ରୀ ଲୋକମାନଙ୍କ ମୁଣ୍ଡରୁ ବାଳ କାଟି ଏକାଠି କରି ବଳିଆ ଭାଇକୁ ଦେଲେ ସିଏ ତାର ବେପାର ପୁଣି ଥରେ ଆରମ୍ଭ କରିବା ପାଇଁ ଆଗ୍ରହୀ ହେବ। ଆରେ ବାଳ କହନା ରେ, ଚୁଟି କହ, ଭଲ ଶୁଭୁନି। ହଁ ହଁ, ସେ ଏକା କଥା। ବାଳ ଯାହା ଚୁଟି ସେୟା। ଏ ବଗୁଲା, ତୁ ଟା କେଡ଼େ ବୁଦ୍ଧିଆକି ରେ। ଏ ପ୍ଲାନ୍ଟା ତ ମୋ ମୁଣ୍ଡକୁ ଜୁଟି ନଥିଲା। ହେଲେ ଆମେ ଚୁଟି ଚୋରି କରିବା କେମିତି? କ'ଣ ଏତିକି ଜାଣିପାରୁନ ଦାଦା? ଆଜି ରାତିରେ ଘରେ ସ୍ତ୍ରୀ ଲୋକମାନେ ଶୋଇବା ବେଳେ ଆମେ ତାଙ୍କ ବେଣୀ କାଟିକି ଲୁଚେଇ ଦେବା। ସକାଳ ହେଲେ ସବୁ ଚୁଟି ଏକାଠି କରିକି ବଳିଆ ଭାଇକି ନେଇକି ଦବା ଆଉ। ଆରେ ଘର ଲୋକ ଯଦି ଜାଣିଦେବେ? ଦାଦା, ତମେ କେତେ ଡରୁଆଟା ବା। ସତର୍କର ସହ କାମ କରିବ ନା। ଆଉ ସେମାନେ ଜାଣିଲା ଭଳିଆ କାମ କଲେ ଅନର୍ଥ ହେଇଯିବ। ହଉ ହଉ, ତେବେ ଚାଲ।
ଆମ ବୋଉର ନିଦରେ କଥା କହି ଚୁଟି କାଟିଲା ପରେ ୟା ମୁଣ୍ଡ ତ ନଣ୍ଡା ହେଇଯିବ। ଭାରି ଅସଣା ଦିଶିବ ବା। ଯାହା ଦିଶୁଛି ଦିଶୁ, ଆମ କାମ ନହେଲେ କେମିତି ହବ? ଚୁଟି କାଟିବାକୁ ପଡ଼ିବ ଆଉ। ଧଳା ଚୁଟି ହବ କି ନାହିଁ କେଜାଣି? ହେଲେ ହଉ ନହେଲେ ନାହିଁ, ଆଗ କାଟିକି ନେଇଯିବି। ଆଉ ପଛରେ ଯଦି ଦରକାର ପଡ଼ିବ କିଏ ଆସିବ? ଦରକାର ହେଲେ ଫୋପାଡ଼ିବି ପଛେ, ଆଗ କାଟିକି ନେଇଯିବା ଆଉ। ହଏ ଶୁଣୁଛ, କାଲି ରାତିରେ ମୋ ଚୁଟି କାଟିକି କିଏ ନେଇଯାଇଛି ଜାଣିଛ କି? ହେ, କିଏ ନେଇଯିବ କାହିଁକି ବା? ତମେ କୁଆଡ଼େ ହଜେଇ ଦେଇଥିବ ନା? କେଡ଼େ ଅଜବ ଲୋକଟା ମୁଁ, ଚୁଟିକି ଗଣ୍ଠି କରିଥିଲି, ଆଉ ତମେ କହୁଛ ମୁଁ କୁଆଡ଼େ ହଜେଇ ଦେଇଛି? ଆଉ କ'ଣ ଘରେ ତାହେଲେ ଚୋର ପଶିଥିଲା? ନାଇଁ ତ, ସକାଳୁ ଉଠି ମୁଁ ଦେଖିଲି ଘରର ସମସ୍ତ କବାଟ ଝରକା ବନ୍ଦ ଥିଲା। ତେବେ ଚୋର କୋଉ ବାଟେ ଆସିଲା? ହେ, ଚୋର ଯଦି ବାହାରୁ ଆସିନି ତାହେଲେ ଘରେ ଥିବ। ମାନେ ତମେ କ'ଣ କହିବାକୁ ଚାହୁଁଛ? ଜାଣିପାରୁନ? ତମକୁ କେତେ ଥର କହିଲିଣି ବାପା ବୋଉଙ୍କୁ ଗାଁକୁ ଛାଡ଼ିଦିଅ, ହେଲେ ତମେ କ'ଣ ମୋ କଥା ଶୁଣୁଛ? ତାହେଲେ ତମେ କହୁଛ ମୋ ବାପା ଏ କାମ କରିଛନ୍ତି? ଆରେ ନାଇଁ ନାଇଁ, ରାଗିଲ କି ଜାଣିନୁ? ବାପା କ'ଣ ଝିଅର ଚୁଟି ଚୋରି କରିପାରେ? ଆଉ ତାହେଲେ ଘରେ କୋଉ ଚୋର ଅଛି ଯେ ମୋ ଚୁଟି ଚୋରି କରିବ? ତମେ ଚୋରି କରିଥିବ ଆଉ। ଶଳା ଜାଣିଥିଲା କିରେ? ନାଇଁ ନାଇଁ, ତମ ବାପା ମିଠା ପ୍ରିୟ ଲୋକ। ତମେ କହୁଥିଲ ବାପାଙ୍କୁ ଭୋକ ଲାଗିଲେ ଅଧରାତିରେ ଉଠିକି କ'ଣ କ'ଣ ସବୁ ଖାଇଯାଆନ୍ତି। ରାତିରେ ଖାଇବା ବେଶ ଭଲ ନୁହଁ ବା। ଅନ୍ଧାରେ ଖାଉ ଖାଉ ହାତରୁ ଖସି ତଳେ ପଡ଼ୁଥିବ ଆଉ ସେଇ ଖାଦ୍ୟ ଖାଇବାକୁ ମୂଷା ଆସୁଥିବ। ଦେଖୁନ, ତମ ବାପା ଆସିବା ଦିନଠାରୁ ଆମ ଘରେ ମୂଷା ଉପଦ୍ରବ ବଢ଼ିଯାଇଛି। ଆଉ ସେଇ ମୂଷା ବୋଧେ ତମ ଚୁଟି କାଟି ଦେଇଛି ଆଉ। ମୂଷା କ'ଣ ଏମିତି କରିପାରିବ? କରିପାରିବ ନା, କାହିଁକି ନୁହେଁ? ହଉ, ମନ ବ୍ୟସ୍ତ କରନି, ଚୁଟି ପୁଣି ଉଠିଯିବନି। ନାଇଁ ନାଇଁ, ତମେ ଯେତେ କହିଲେ ମୋ ମନ ବୁଝୁନି। ମୁଁ ଯାଏ ବେଙ୍ଗକୁ ଏକଥା ପଚାରି ଆସିବି। କିରେ, ତମେ ସବୁ ସକାଳୁ ସକାଳୁ ଏଠିକି ଏକାଠି କ'ଣ ଆସିଛ? ବୁଝିଲୁ ନାନୀ, କାଲି ରାତିରେ ଆମର ଚୁଟି କିଏ ଚୋରି କରିଦେଇছিল। ମାନେ? ହ୍ୟାଲୋ, ମାନେ ଆଉ କ'ଣ? ରାତିରେ କବାଟ ଝରକା ବନ୍ଦ କରି ଶୋଇଥିଲୁ, ହେଲେ ରାତିରେ କିଏ ଆମମାନଙ୍କ ଘରେ ପଶି ସମସ୍ତଙ୍କ ମୁଣ୍ଡରୁ ଚୁଟି କାଟି ନେଇଛି। ଆଲୋ ଆଲୋ, ଏ କାମ ତାହେଲେ ଘର ଭିତର ଲୋକ କିଏ କରିଥିବ? ନୁହେଁ ଆଉ କ'ଣ? ଆଲୋ, ଘର ଲୋକ ଏମିତି କାହିଁ କରିବେ? କେଜାଣି, କିଏ ଜାଣିଲା? ଭଲ ହେଇଛି ଲୋ, ଆମ ବେଙ୍ଗ କାଲି ସକାଳୁ ତା ବାପ ଘରକୁ ଚାଲି ଯାଇଛି, ନହେଲେ ତ ବଡ଼ ଅସୁବିଧା ହେଇଥାନ୍ତା। ହଉ, ତମେ ସବୁ ଏବେ ଯାଅ, ଘରେ ପଚାରି ବୁଝିବ। ଚୋର ଯଦି ଧରା ନ ପଡ଼ିଲା ତାହେଲେ ଗାଁରେ ନ୍ୟାୟ ନିଶାବ କରିବା। ହଁ ହଁ, ସେଇଆ କରିବା। ହଁ ହଁ, ସେଇଆ କରିବା। ବଉଲା ନେ ମୁଁ ବାଳ ଆଣିଛି। ଦାଦା ବାଳ ଆଣିଛଟି? ଯେମିତି ହେଲେ ପ୍ଲାନ୍ ସକ୍ସେସ୍ କରିକି ବଳିଆ ଭାଇକି ସାହାଯ୍ୟ କରିବାକୁ ପଡ଼ିବ। ଦାଦା ତମେ ଆଣିନ କି? ଆରେ ଆଣିଛି ଯେ ସେପଟେ ଲୁଚେଇକି ରଖିଛି, ଚାଲେ ନେଇକି ଯିବା। ଆରେ ଶଳା, ସବୁ ରାଣ୍ଡି ପୁଅ ତାହେଲେ ଛକରେ ଭେଟ। ଶୁଣିଲଣି ଦାଦା, ଗାଁରେ କାଲି ପ୍ରତି ଘରୁ ବାଳ ଚୋରି ହେଇଛି। ଆରେ ହଁ ପରା, ଆମ ଘରେ ବି ଚୋର ପଶିଥିଲା। ମୋ ବୋହୂ ମୁଣ୍ଡରୁ ଚୁଟି କାଟି ନେଇଛି, ହେଲେ ଆମ ବୁଢ଼ୀର ତ କାଟିନି ରେ। ବଡ଼ ଆଶ୍ଚର୍ଯ୍ୟ କଥା ହେଲା ଦାଦା, ଘରେ କବାଟ ଝରକା ସବୁ ବନ୍ଦ, ହେଲେ ଚୋରି ହେଇଛି। ଆମ ଟୋକା ସମୟରେ ଏମିତି ଚୋରି କେବେ ହେଉନଥିଲା। ଶଳା ଏ କି କଳିକାଳ ହେଲା ଯେ ଚୁଟି ଚୋରି ହେଉଛି। ଆଚ୍ଛା କାଳିଆ କହିଲୁ, ଘରେ ଯଦି କବାଟ ଝରକା ବନ୍ଦ ତାହେଲେ ଚୋରି କଲା କିଏ? ତମ ବଗୁଲା ଆଉ କିଏ? ହେ, ଆରେ ତୋର ମୁଣ୍ଡ ଫୁଣ୍ଡ ଠିକ୍ ଅଛି ତ? ମୋ ମୁଣ୍ଡ ଠିକ୍ ଅଛି ଦାଦା। ତମ ବଗୁଲା ଆମ ଗାଁର ଛତରଖିଆ ବାରବୁଲା ଷଣ୍ଢ କଙ୍ଗାରୁ ଆଉ ଝୋଟକୁ ଧରି ଚୁଟି ଚୋରି କରିଛି। ହେଇଠି ତ କଙ୍ଗାରୁ ଆସିଲାଣି, ତାକୁ ପଚାରିକି ବୁଝୁନ। କିରେ, ନିଜ ଘରୁ ନିଜେ ଚୁଟି ଚୋରି କରିଛ? ଆରେ ତମେ ବୁଢ଼ା ବୁଢ଼ା ସାନ ପିଲାଙ୍କୁ ଏଭଳି ଖରାପ କଥା କାହିଁ ଶିଖଉଛ? ବଡ଼ପା, ଆମ ଉପରେ କାହିଁ ମିଛରେ ଦୋଷ ଲଦୁଛ କହିଲ? କୋଉ ଶଳା ତମକୁ ଆମ ନାଁରେ ଏମିତି କହିଛି? ହେ ହେ ହେ, ମିଛ କହନା। ଶଳା କ'ଣ କହୁଛୁ? ଚୁଟି ଚୋରି କରି ନେଇ ସକାଳେ 4 ଛକରେ ଏକାଠି ହୋଇନଥିଲ? ମୁଁ ନିଜ ଆଖିରେ ଦେଖିଛି। ଯଦି ଏକଥା ମିଛ,
ଚାଲ ମନ୍ଦିର ବେଢ଼ାରେ ବସି ପଡ଼ିବା। ତମେ ମନା କରିଦବ ବୋଲେ ଜାଣିବି ସତିଆ ଅଣ୍ଡିରା ଗୁଡ଼ା। କିରେ ଏବେ କହୁନୁ ତୁ ମନ୍ଦିର ବେଢ଼ାକୁ ଯିବାକୁ ରାଜି ତ? ଆରେ ଭାବୁଛୁ କ'ଣ କହୁନୁ? ନାଇଁ ନାଇଁ ଦାଦା, ମନ୍ଦିର ବେଢ଼ାକୁ କିଏ ଯିବ? ଆଲୋ ବୋପାଲୋ, ଆଉ ଏଇଲେ କହୁଥିଲୁ କୋଉ ଶଳା କହିଲା ଦେଖିଲେ ରାମ୍ପି ପକାନ୍ତି। ଆମେ କ'ଣ କରିଛୁ ତମେ ଶୁଣ। ଯଦି ତାପରେ ହବ ଇଚ୍ଛା ତାହେଲେ ଆମକୁ ମନ୍ଦିର ବେଢ଼ାକୁ ଡାକିବ। ଆଉ ଆମ ଗାଁ ବାଳ ବେପାରୀ ବଳିଆ, ତା ମାଆର ଦେହ ଖରାପ। ବଳିଆର ତ ଆଉ ବାଳ ବେପାର ହଉନି, ତା ମାଆକୁ ଔଷଧ କିଣିକି କିଣିଦବ। ସେଇଥିପାଇଁ ଆମେ ବାଳ ଚୋରି କରିକି ତାକୁ ଦେଇଛୁ। ସିଏ ବାଳ ବିକିକି ପଇସା ଆଣିଲେ ତା ମାଆର ଔଷଧ କିଣିବ, ତା ମାଆ ଦେହ ଭଲ ହବ। ଆରେ ବା, ଏତେ ବଡ଼ ପୁଣ୍ୟ କାମ। ଆମ ବଗୁଲା ବି ତମ ସାଙ୍ଗରେ ଅଛି ନା? ମୁଁ ଜାଣିଛି ପରା ମୋ ନାତି ଭବିଷ୍ୟତରେ ଜଣେ ବଡ଼ ମଣିଷ ହେବ। ଆରେ ମଙ୍ଗୁ, ତୁ ଏ କଥା ପଦକୁ କହିନୁ ତ? ସିଏ ଜାଣିଲେ ବଗୁଲା ପିଠିରେ କୂଅ ଖୋଳିଦେବ। ହଁ, ଏବେ ଏବେ ତ କହିକି ଆସିଲି। ହେ କ'ଣ କଲୁ? ବଦମାସ ଟୋକା, ମନ ଇଚ୍ଛା ସବୁ କାମ କରିକି ଗାଁରେ ମୋ ମାନ ଇଜ୍ଜତ ମାଟିରେ ମିଶେଇ ଦେଲୁଣୁ। ଆଜିଠୁ ତୋ ଗୋଡ଼ ହାତ ବାନ୍ଧିକି ଘରେ ଗୋଟେ କୋଣରେ ପକେଇଦେବି। ଦେଖିବି ତତେ କିଏ ରକ୍ଷା କରିବ। ମୁଁ ତ କିଛି ଭୁଲ କାମ କରିନି ବାପା। ହେ ଚୁପ୍, ତୋ ରଙ୍ଗ ଛଡ଼େଇ ଦେଉଛି ରହ। କାଇଁ ମୋ ଦେହରେ ତ ରଙ୍ଗ ଲାଗିନି? ହେ ମନା କଲା ପର୍ଯ୍ୟନ୍ତ ବସ ଉଠଉଥା। ହେ ପଦୁ, ପିଲାଟାକୁ କ'ଣ ଏମିତି ବସ ଉଠ କରୁଛୁ? ତମେ ଜାଣିନ ବାପା ଇଏ କ'ଣ କରିଛି। ଆରେ ମୁଁ ଜାଣିଛି, ହେଲେ ତୁ ଜାଣିନୁ ଇଏ କ'ଣ କରିଛି। ଆରେ ଏମିତି କଥା। ତୁ କ'ଣ ଜାଣିଛୁ କିଆ? ମତେ ମଙ୍ଗୁ। ହେ ସେ ମଙ୍ଗୁଟା ଘର ଭଙ୍ଗାଟାରେ। ସଠିକ୍ କଥା ନ ଜାଣି ଘର ଭାଙ୍ଗିବାକୁ ତାକୁ ସେକେଣ୍ଡ ମଧ୍ୟ ଲାଗିବନି। ମୋର ଭୁଲ ହେଇଯାଇଛି ବାପା, ଆଉ ଏମିତି ହବନି। ମୋ ବଗୁଲାର କେତେ ବୁଦ୍ଧି। ଥ୍ୟାଙ୍କ ୟୁ ବାପା, ଆଇ ଲଭ୍ ୟୁ। ଲଭ୍ ୟୁ ଟୁ।